ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ମଣିଷର ଆବଶ୍ୟକତା ପଡ଼ିଥାଏ ସେତେବେଳେ ତାର କଥା କହିବାର ଶୈଳୀ ବଦଳି ଯାଇଥାଏ। ସାଙ୍ଗମାନେ ଫାଇଦା ସବୁଠୁ ତଳେ ପଡ଼ିଥିବା ଜିନିଷ ହୋଇଥାଏ, କିନ୍ତୁ ଲୋକେ ତାକୁ ସବୁବେଳେ ଉଠାଇ ଚାଲିଥାନ୍ତି। ସବୁବେଳେ ସେହି ଲୋକ ହାରିଥାଏ ଯିଏ ଆଶା ବାରମ୍ବାର କରିଥାଏ, କିନ୍ତୁ ସେହି ଲୋକ ଜିତିଥାଏ ଯିଏ ଚେଷ୍ଟା 1000 ଥର କରିଥାଏ। ଯେଉଁ ମଣିଷକୁ ଆମେ ଭଲ ପାଇଥାଉ ସେହି ଲୋକ ହିଁ ଆପଣମାନଙ୍କର ଫାଇଦା ଉଠାଇଥାନ୍ତି, କାରଣ ସେହି ଲୋକ ହିଁ ଆମର ଦୁର୍ବଳତା ଜାଣିଥାନ୍ତି। ଏମିତି ନିଜକୁ ଚାଲାକ କରନ୍ତୁ, ସମସ୍ତଙ୍କୁ କ୍ଷମା କରିଦେବେ, କିନ୍ତୁ ଏମିତି ବୋକା ବନନ୍ତୁ ନାହିଁ ଯେ ଯିଏ ଆପଣଙ୍କୁ ଧୋକା ଦେଇଥାନ୍ତି ଆଉ ଥରେ ତାଙ୍କୁ ବିଶ୍ୱାସ କରି ବସନ୍ତି। ଜୀବନରେ ଆପଣ ସେହି ସ୍ଥାନରେ ପହଞ୍ଚି ଯାଆନ୍ତୁ, ଲୋକମାନେ ଆପଣଙ୍କୁ ହରାଇବା ପରେ ଅନୁତାପ କରିବେ। ଜୀବନରେ କେବେ କାହାକୁ ନିଜର ଦୁଃଖ କୁହନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, କେବେ ବି ନିଜକୁ ଅନ୍ୟ ସହିତ ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ। ଭଗବାନ କାହାକୁ ବିନା କାରଣରେ ଗଢ଼ି ନାହାନ୍ତି। ସମସ୍ତଙ୍କର କିଛି ନା କିଛି ଗୁଣ ଥାଏ। ମନୁଷ୍ୟର ମନ ହିଁ ସବୁଠୁ ବଡ଼ ଶତ୍ରୁ ଆଉ ମିତ୍ର ହୋଇଥାଏ। ଯଦି ମନ ଆପଣଙ୍କଠୁ ଜିତିଯାଏ ଆପଣଙ୍କର ଶତ୍ରୁ ବନିଯାଏ। ଯଦି ଆପଣ ମନଠୁ ଜିତିଯାଆନ୍ତି ଆପଣଙ୍କର ବନ୍ଧୁ ବନିଯାଏ। ଯଦି କେହି ଆପଣଙ୍କୁ ଅଣଦେଖା କରେ ବିଲକୁଲ ବି ଖରାପ ଭାବନ୍ତୁ ନାହିଁ, କାରଣ ଲୋକେ ସବୁବେଳେ ଆପଣଙ୍କର ପରିସ୍ଥିତି ହିସାବରେ ଜିନିଷର ଅଣଦେଖା କରନ୍ତି। ସେହି ଲୋକ ପଛରେ ଗୋଡ଼ାନ୍ତୁ ନାହିଁ ଯେଉଁ ଲୋକଙ୍କୁ ଆପଣଙ୍କର କୌଣସି ଆବଶ୍ୟକତା ନାହିଁ। ଭଗବାନ କୁହନ୍ତି, ଭୁଲ ସବୁ ମଣିଷଙ୍କର ହୋଇଥାଏ, କିନ୍ତୁ ସେହି ମଣିଷ ତାର ଭୁଲକୁ ସଜାଡ଼ିଥାଏ ଯାହାର ମନ ନିର୍ମଳ ଆଉ ହୃଦୟ ସଫା ହୋଇଥାଏ, ଆଉ ସେ ସମ୍ପର୍କକୁ ହରାଇବାକୁ ଚାହିଁନଥାଏ। ସମସ୍ତଙ୍କୁ ନିଜର ସମୟ ଜରୁରୀ ଦିଅନ୍ତୁ, କାରଣ ପ୍ରଥମ ଆବଶ୍ୟକତା ଆପଣ ନିଜେ ହିଁ ହୋଇଥାନ୍ତି। ସମ୍ପର୍କ ଯେତେ ଖରାପ ହୋଇଥାଉ ନା କାହିଁକି ତାକୁ କେବେ ବି ଭାଙ୍ଗନ୍ତୁ ନାହିଁ, କାରଣ ମଇଳା ପାଣି କେବେ ଶୋଷ ମେଣ୍ଟାଇ ପାରେ ନା ସତ, କିନ୍ତୁ ନିଆଁ ଲିଭାଇ ପାରେ। ଦୁନିଆ ଯେତେବେଳେ ଅସୁବିଧାରେ ପକାଇଥାଏ ସେତେବେଳେ ଭଗବାନ 1000 ରାସ୍ତା ଦେଖାଇଥାନ୍ତି। ବିଶ୍ୱାସ କରିବା ବାଲା ବୁଦ୍ଧିମାନ ହୋଇଥାଏ, କିନ୍ତୁ ବୋକା ମଣିଷ ବିଶ୍ୱାସ ଭାଙ୍ଗିଥାନ୍ତି। ଯଦି କେହି ବୁଝୁନାହିଁ ତ ତାକୁ ବୁଝାଇବା କ'ଣ ଦରକାର, ଆଉ ଯିଏ ମାନୁନାହିଁ ତ ତାକୁ ମନାଇବା କ'ଣ ଦରକାର। ସ୍ୱଚ୍ଛ ମନରେ କୌଣସି ଦରକାର ମଣିଷର ସାହାଯ୍ୟ କରିକି ତ ଦେଖନ୍ତୁ, ମନକୁ ବହୁତ ଆନନ୍ଦ ମିଳିଥାଏ। ଯାହାକୁ ଯିବାର ଅଛି ତାକୁ ଯିବାକୁ ଦିଅନ୍ତୁ। ଯଦି ବି ସେ ଆଜି ରହିଯାଇଛି କାଲି ସେ ନିଶ୍ଚୟ ଯିବ। ମଣିଷଠାରୁ ମଣିଷ ଅଲଗା ହେବାର କାରଣ ହେଲା କଟୁ କଥା ଆଉ ପଇସା। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗିଥାଏ ତାକୁ ରାତି ଛୋଟ ଲାଗିଥାଏ। ଯାହାକୁ ସ୍ୱପ୍ନ ସାକାର କରିବାକୁ ଇଚ୍ଛା ଥାଏ ତାକୁ ଦିନ ଛୋଟ ଲାଗିଥାଏ। ନିଜକୁ ଏତେ ବି ମହଙ୍ଗା କରନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ଡାକି ପାରିବେ ନାହିଁ, ଆଉ ନିଜକୁ ଏତେ ଶସ୍ତା ବି କରନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ନଚାଇ ପାରିବେ। ଚୁପ୍ ରହିବା କେବେ ଖରାପ ହୋଇନଥାଏ। କିଛି ଯନ୍ତ୍ରଣା ଏମିତି ଥାଏ କି କଥା ପର୍ଯ୍ୟନ୍ତ ଟାଣି ନେଇଥାଏ। ସବୁ କିଛି ଠିକ୍ କରିବା ପାଇଁ ଅପେକ୍ଷା କରିବେ ତ ବସିକି ହିଁ ରହିଯିବେ। ସାହସ ରଖନ୍ତୁ ଏବଂ ନିଜେ ଉଠନ୍ତୁ। ଆପଣଙ୍କ ଜୀବନରେ ସବୁ କିଛି ଠିକ୍ କରିଦିଅନ୍ତୁ। ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଦୁନିଆରେ ସେହି ଲୋକମାନେ ଅଧିକ ଖୁସି ହୋଇଥାନ୍ତି ଯେଉଁମାନେ ଜାଣିଥାନ୍ତି କି ଅନ୍ୟମାନଙ୍କ ଉପରେ କୌଣସି ଆଶା ରଖିବା ବୃଥା ହୋଇଥାଏ। ଜୀବନରେ ଦୁଃଖ ମିଳିବା ବି ଜରୁରୀ ହୋଇଥାଏ, କାରଣ ଯଦି ଆପଣ ସବୁବେଳେ ଖୁସିରେ ରହିବେ କେବେ ବି ଆପଣ ଆଗକୁ ବଢ଼ିପାରିବେ ନାହିଁ। ଏହିଭଳି ଖରାପ ଚିନ୍ତାଧାରା ମଣିଷଙ୍କ ପାଖରେ ଥାଏ। ସେମାନେ ଭାବନ୍ତି ଏକୁଟିଆ ରହିଲେ କ'ଣ କରିହେବ, କିନ୍ତୁ ଟିକେ ଦେଖନ୍ତୁ ସୂର୍ଯ୍ୟଙ୍କୁ, ଯିଏ ଏକୁଟିଆ ହିଁ ସାରା ଦୁନିଆକୁ ଆଲୋକ ଦେଉଛି।
ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଭାଗ୍ୟଶାଳୀ ସିଏ ହୋଇନଥାଏ ଯାହାକୁ ସବୁକିଛି ଭଲ ମିଳିଥାଏ, କିନ୍ତୁ ଭାଗ୍ୟଶାଳୀ ସେ ହୋଇଥାଏ ଯାହାକୁ କିଛି ବି ମିଳିଥାଉ କିନ୍ତୁ ସେ ତାକୁ ଭଲ ହିଁ ବନେଇ ଦେଇଥାଏ। ଗୋଟେ ସୁନ୍ଦର କାହାଣୀଟିଏ ଆପଣଙ୍କ ପାଖରେ ରଖିବି ସାଙ୍ଗମାନେ, ସମୟ ଥିଲେ ନିଶ୍ଚୟ ଶୁଣନ୍ତୁ। ଗୋଟେ ଦିନ ଗୋଟେ ରାଜା ଭଗବାନ ଶ୍ରୀକୃଷ୍ଣଙ୍କର ଏକ ମନ୍ଦିର ତିଆରି କରିଥିଲେ, ଆଉ ଭଗବାନଙ୍କ ମୂର୍ତ୍ତି ପୂଜା କରିବା ପାଇଁ ଜଣେ ପୂଜାରୀ ମଧ୍ୟ ରଖିଥିଲେ। ସବୁଦିନ ତାଙ୍କ ମନ୍ତ୍ରୀଙ୍କ ହାତରେ ଫୁଲମାଳାଟିଏ ମନ୍ଦିରକୁ ପଠାଉଥିଲେ, ଆଉ ସେ ପୂଜାରୀ ସେ ମାଳାଟିକୁ ଶ୍ରୀକୃଷ୍ଣଙ୍କୁ ଚଢ଼ାଉଥିଲେ। ଦିନେ ସେ ରାଜା ନିଜେ ଠାକୁର ଦର୍ଶନ ପାଇଁ ମନ୍ଦିର ଆସିଲେ। ମନ୍ଦିରର ପୂଜାରୀ ସେହି ଫୁଲମାଳକୁ ଭଗବାନଙ୍କ ବେକରୁ କାଢ଼ି ରାଜାଙ୍କ ବେକରେ ପିନ୍ଧାଇ ଦେଇଥିଲେ। କିଛି ଦିନ ପରେ ମନ୍ଦିରର ପୂଜାରୀ ଜଣକ ବୁଢ଼ା ହୋଇଯାଇଥିଲେ। ଗୋଟିଏ ଦିନ ରାଜାଙ୍କ ଦେହ ବହୁତ ଖରାପ ହୋଇଗଲା। ରାଜା ତାଙ୍କ ମନ୍ତ୍ରୀକୁ କହିଲେ, ଫୁଲମାଳ ନେଇକି ମନ୍ଦିରରେ ଦେଇ ଆସ, ଆଉ ପୂଜାରୀଙ୍କୁ କହିବ ରାଜାଙ୍କ ଦେହ ଖରାପ ଅଛି, ସେ ଆଜି ମନ୍ଦିରକୁ ଆସିପାରିବେ ନାହିଁ, ମୋତେ ଅପେକ୍ଷା କରିବେ ନାହିଁ, ଏକଥା ପୂଜାରୀଙ୍କୁ କହିବ ବୋଲି ରାଜା ମନ୍ତ୍ରୀଙ୍କୁ କହିଲେ। ତାପରେ ମନ୍ତ୍ରୀ ମାଳାଟିକୁ ନେଇ ପୂଜାରୀଙ୍କ ପାଖରେ ପହଞ୍ଚିଗଲେ ଆଉ ସବୁ ଘଟଣା ବିଷୟରେ କହିବାକୁ ଲାଗିଲେ। ଆଉ ପୂଜାରୀ ମାଳାଟିକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ଚଢ଼ାଇଲେ। ପୂଜାରୀ ଭାବିଲା, ଏତେ ଦିନ ହେଲା ଏ ପରମ୍ପରା ଚାଲି ଆସୁଛି, କିନ୍ତୁ ମୁଁ ନିଜେ ଏତେ ଦିନ ହେଲା ଏ ମାଳାଟିକୁ ବେକରେ ପିନ୍ଧି ନାହିଁ, ତେଣୁ କ'ଣ ଆଜି ଭଗବାନଙ୍କର ଏହି ଇଚ୍ଛା ଅଛି କି ମୁଁ ଏହି ମାଳାଟି ନିଜେ ପିନ୍ଧେ ବୋଲି? ଏଥିପାଇଁ ଭଗବାନ ଆଜି ରାଜାଙ୍କୁ ପଠାଇଲେ ନାହିଁ। ଆଜି ହିଁ ଭଲ ସୁଯୋଗ ରହିଛି, ଏଥିପାଇଁ ଆଜି ମୁଁ ଏ ମାଳାଟିକୁ ପିନ୍ଧିଦେବି। ଏହା ଭାବି ସଙ୍ଗେ ସଙ୍ଗେ ଭଗବାନଙ୍କ ବେକରୁ ସେ ମାଳାଟିକୁ କାଢ଼ି ନେଇ ନିଜ ବେକରେ ପିନ୍ଧିଦେଲା ପୂଜାରୀଟି। ଏହି ଭିତରେ ରାଜାଙ୍କ ସେବକ ଦୌଡ଼ି ଆସିଲା ଏବଂ ପୂଜାରୀକୁ କହିବାକୁ ଲାଗିଲା, ରାଜାଙ୍କୁ ଠିକ୍ ଲାଗୁନାହିଁ, ରାଜାଙ୍କ ଦେହ ଖରାପ ହେବାରେ ଲାଗିଛି, ଏଥିପାଇଁ ସେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି, ଆଉ ସେ ଏଠାକୁ ଆସୁଛନ୍ତି। ରାଜା ଚାହୁଁଛନ୍ତି ତାଙ୍କ ପରମ୍ପରା ଭାଙ୍ଗି ନଯାଉ, ସେଥିପାଇଁ ସେ ଆସୁଛନ୍ତି। ଯେତେବେଳେ ପୂଜାରୀ ଏହା ଜାଣିଲା, ସେ ସଙ୍ଗେ ସଙ୍ଗେ ନିଜ ବେକର ମାଳାଟି ବାହାର କରିଦେଇ ଆଉ ଥରେ ମାଳାଟିକୁ ପୁଣି ଭଗବାନଙ୍କ ବେକରେ ପିନ୍ଧାଇ ଦେଲା। ଆଉ କିଛି ସମୟ ପରେ ରାଜା ଯେତେବେଳେ ଆସିଲେ, ତାପରେ ପୂଜାରୀଟି ପୂର୍ବ ପରି ଭଗବାନଙ୍କ ବେକରୁ ମାଳା କାଢ଼ି ରାଜାଙ୍କ ବେକରେ ପିନ୍ଧାଇ ଦେଲା। ଆଉ ରାଜା ଦେଖିଲେ ସେହି ମାଳାରେ ଗୋଟିଏ ଧଳା ଚୁଟି ଲାଗିଥିଲା। ରାଜା ବୁଝିଗଲେ ଏହି ଚୁଟି ନିଶ୍ଚୟ ପୂଜାରୀଙ୍କର ହୋଇଥିବ। ସେଥିପାଇଁ ରାଜା ପଚାରିଲେ ଯେ, କ'ଣ ଆପଣ ଏହି ମାଳାଟିକୁ ପିନ୍ଧିଥିଲେ କି? ଏଥିରେ ଧଳା ଚୁଟି କେଉଁଠୁ ଆସିଲା? ଏକଥା ଶୁଣି ପୂଜାରୀ ଡରିଗଲା। ପୂଜାରୀ ଭାବିଲା, ଯଦି ମୁଁ ସତ କହିଦେବି ରାଜା ମୋତେ ନିଶ୍ଚୟ ଦଣ୍ଡ ଦେବେ। ଏଥିପାଇଁ ପୂଜାରୀ କହିଲା, ଏ ଚୁଟି ଭଗବାନ ଶ୍ରୀକୃଷ୍ଣଙ୍କର। ଏକଥା ଶୁଣି ରାଜା ବହୁତ ରାଗିଗଲେ। କହିଲେ, ତୁମେ ବହୁତ ମିଛ କହୁଛ, ଭଗବାନଙ୍କ ଚୁଟି କେବେଠୁ ଧଳା ହେବାକୁ ଲାଗିଲାଣି? ଆଉ ରାଜା କହିଲେ, ମୁଁ ପୁଣି କାଲିକି ଆସିବି, ଆଉ ଦେଖିବି ଭଗବାନଙ୍କ ଚୁଟି ଧଳା ନା କଳା ଅଛି। ଯଦି ଭଗବାନଙ୍କ ଚୁଟି ଧଳା ନ ବାହାରେ, ତେବେ ଆପଣଙ୍କୁ ତତ୍କାଳ ହିଁ ମୃତ୍ୟୁ ଦଣ୍ଡ ଦିଆଯିବ, କାରଣ ଆପଣ ମୋତେ ମିଛ କହିଲେ। ରାଜା ଏକଥା କହି ସେଠାରୁ ଚାଲିଗଲେ। ତାପରେ ପୂଜାରୀ ଜଣକ ଭଗବାନଙ୍କ ଚରଣରେ ପଡ଼ି କାନ୍ଦିବାକୁ ଲାଗିଲା ଏବଂ କହିଲା, ହେ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ, ମୋତେ ଲୋଭ ହୋଇଯାଇଥିଲା, ମୋତେ ଲାଗିଲା ଏ ମାଳା ମୋତେ ପିନ୍ଧିବା ଦରକାର, ମୋତେ ରକ୍ଷା କରନ୍ତୁ, ନହେଲେ କାଲି ମୋତେ ରାଜା ମାରିଦେବେ। ସେ ପୂଜାରୀ ଜଣକ ସାରା ରାତି ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ତଳେ ପଡ଼ି ଗୁହାରି କରିଲା କି ପ୍ରଭୁ ମୋତେ ବଞ୍ଚାଇ ଦିଅନ୍ତୁ। ସକାଳୁ ପୁଣି ରାଜା ମନ୍ଦିରକୁ ଆସିଲେ ଏବଂ ଭଗବାନଙ୍କ ବେକରୁ ମାଳାଟି କାଢ଼ିଲେ, ଆଉ ସେଥିରେ ଧଳା କେଶ ଥିବାର ମଧ୍ୟ ଦେଖିଲେ। ରାଜା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଭାବିଲେ, ଏହା ପୂଜାରୀଙ୍କର କିଛି କାମ ନିଶ୍ଚିତ ହୋଇଥିବ। ପୂଜାରୀଟି ମରିବାରୁ ବଞ୍ଚିବା ପାଇଁ ଭଗବାନଙ୍କ କେଶକୁ ଧଳା କରିଦେଇଛି।
ରାଜା ଜାଣିବା ପାଇଁ ଭଗବାନଙ୍କ କେଶକୁ ଅସଲି କି ନକଲି ଭାବେ ଛିଣ୍ଡାଇବାକୁ ଲାଗିଲେ। ଯେତେବେଳେ ରାଜା ମୂର୍ତ୍ତିରୁ କେଶ ଛିଣ୍ଡାଇବାକୁ ଲାଗିଲେ, ମୂର୍ତ୍ତିରୁ ରକ୍ତର ଧାର ବହିବାକୁ ଲାଗିଲା। ତାପରେ ରାଜା କାନ୍ଦି କାନ୍ଦି ଭଗବାନଙ୍କ ଚରଣରେ କ୍ଷମା ପ୍ରାର୍ଥନା କଲେ ଏବଂ କହିଲେ, ହେ ଭଗବାନ, ମୋତେ କ୍ଷମା କରିଦିଅନ୍ତୁ। ତାପରେ ମୂର୍ତ୍ତି ଭିତରୁ କିଛି ଶବ୍ଦ ଆସିଲା, ରାଜା, ତୁମେ ମୋତେ କେବଳ ଗୋଟିଏ ମୂର୍ତ୍ତି ବୋଲି ଭାବିଛ, ଏଥିପାଇଁ ମୁଁ ତୁମ ପାଇଁ ଗୋଟିଏ ମୂର୍ତ୍ତି ହିଁ ଅଟେ। କିନ୍ତୁ ପୂଜାରୀ ଏ ମୂର୍ତ୍ତି ଭିତରେ ସାକ୍ଷାତ ଭଗବାନଙ୍କୁ ଦେଖିଛନ୍ତି। ଏଥିପାଇଁ ମୋର ଭକ୍ତର ରକ୍ଷା କରିବା ପାଇଁ ମୋ ଚୁଟିକୁ ଧଳା କରିବା ପାଇଁ ପଡ଼ିଲା, ଆଉ ରକ୍ତ ଧାର ବୁହାଇବାକୁ ପଡ଼ିଲା। କାରଣ ଯେଉଁଠି ଭାବ ଥାଏ ସେଇଠି ଭଗବାନ ଅଛନ୍ତି। ତେଣୁ ସାଙ୍ଗମାନେ, ଆପଣ ଯଦି ପ୍ରକୃତରେ ଭଗବାନଙ୍କୁ ସ୍ମରଣ କରନ୍ତି ଏବଂ ତାଙ୍କୁ ଦେଖିବାକୁ ଚାହାନ୍ତି, ତେବେ ଆପଣଙ୍କ ଭିତରେ ଭାବ ଥିବା ଦରକାର। ଏହି ଛୋଟିଆ କାହାଣୀ ଆମମାନଙ୍କୁ ଶିକ୍ଷା ଦେଲା ଯେ ଭଗବାନଙ୍କ ଆଶୀର୍ବାଦ ବିନା କିଛି ବି ସମ୍ଭବ ନୁହେଁ। ଯଦି ଆପଣ ସ୍ୱଚ୍ଛ ମନରେ ଭଗବାନଙ୍କୁ ଡାକନ୍ତି, ଭଗବାନ ଆପଣଙ୍କ ସାହାଯ୍ୟ ପାଇଁ ନିଶ୍ଚିତ ଆସିବେ। ସାଙ୍ଗମାନେ, ବିଷୟବସ୍ତୁଟି ଭଲ ଲାଗିଥିଲେ ଲାଇକ୍ କରି କମେଣ୍ଟରେ ଜୟ ଶ୍ରୀକୃଷ୍ଣ ବୋଲି ନିଶ୍ଚୟ ଲେଖିବେ। ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ରହିଲି, ନମସ୍କାର।